ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ କ'ଣ ପଢ଼ିବା ନା ମ୍ୟାଥମେଟିକ୍ସର ଗୋଟିଏ ନୂଆ ଚାପ୍ଟର ରେସିଓ ଆଣ୍ଡ ପ୍ରପୋର୍ସନ୍। ରେସିଓ ପ୍ରପୋର୍ସନ୍ ମାନେ କ'ଣ? ରେସିଓର ଅର୍ଥ ହେଉଛି ଯେ ଦୁଇଟା କ୍ୱାଣ୍ଟିଟି ଭିତରେ ଆମେ କମ୍ପେୟାର କରିବା ବା ତା ଭିତରେ ରିଲେସନ୍ ବାହାର କରିବା। ଯେମିତିକି ଧରାଯାଉ ଏ ଗୋଟେ ବି ଗୋଟେ, ତ ୟାଙ୍କ ଭିତରେ ଯେକୌଣସି ହେଇପାରେ। ଯେମିତିକି ଧର ୱେଟ୍ ହେଇପାରେ, ୱେଟ୍ ଧର ଏର ୱେଟ୍ ଅଛି 40 kg ଆଉ ବିର ୱେଟ୍ ଅଛି କେତେ ନା 50 kg। ୟାଙ୍କ ଭିତରେ କ'ଣ ନା ରିଲେସନ୍ ବାହାର କରିବା। ଯେମିତିକି ୟାକୁ ଆମେ ଡିଭାଇଡ଼ ଯଦି କରିଦେବା ଏଇଟାକୁ କେତେ ହେବ, ୟାଙ୍କ ଭିତରେ ରିଲେସନ୍ କ'ଣ ହେବ ନା 4:5। ତେଣୁ ଏ 40 ଆଉ 50 ଲେଖିବା ଯାହା, ତାଙ୍କୁ ଆମେ ସିମ୍ପଲି କ'ଣ ଲେଖିପାରିବା 4:5। କିମ୍ବା ଆମେ ୟାକୁ ଆହୁରି ବି ଲେଖିପାରିବା କେତେ ନା ହେଉଛି 16:20। କେମିତି ହେଲା ନା 4ରେ 4 ମଲ୍ଟିପ୍ଲାଏ ହେଲା, 5ରେ 5 ମଲ୍ଟିପ୍ଲାଏ। ଅର୍ଥାତ୍ ଯେ ଆମେ ଫାର୍ଷ୍ଟ କ୍ୱାଣ୍ଟିରେ ଯେତେ ମଲ୍ଟିପ୍ଲାଏ କରିବା ବା ଯେତେ ଡିଭାଇଡ଼ କରିବା, ସେକେଣ୍ଡ କ୍ୱାଣ୍ଟିରେ ସେତିକି ଡିଭାଇଡ଼ କରିବା। ତେଣୁ ଯେଉଁ 60:20 ଯାହା ହେବ 4:5 କହିବା ସେଇଆ ଇଜ୍ ଟୁ, ଏଇଟା ହେଉଛି ଅନ୍ ରେସିଓର କ'ଣ ସିମ୍ବଲ୍ ହେଲା। କିମ୍ବା 40:50 କହିବା ବି ସମାନ। ଏଇଟା ହେଇପାରେ, ଏଇଟା ୱେଟ୍ର ହେଲା। ସେମିତିଆ କ'ଣ ହେଇପାରେ, ଧର ଯେଉଁ ଏ ଆଉ ବି ଭିତର ହାଇଟ୍ରେ ବି ହେଇପାରେ, ଯେକୌଣସି କ୍ୱାଣ୍ଟିଟି ହେଇପାରେ। ହାଇଟ୍ରେ ହେଇପାରେ, ଧର ଏଇଟା ଅଛି 150 ସେଣ୍ଟିମିଟର ହେଇପାରେ, ଏଇଟା ଧର 170 ସେଣ୍ଟିମିଟର ହେଇପାରେ। ତେଣୁ ଏ ଭିତରେ ରେସିଓ କେତେ ହେବ ନା 50:17। ଆଉ ଯେତେବେଳେ ଅନୁପାତ ଲେଖାଯାଏ ୟାର କେମିତିଆ ନା ଏଇଟା ଡିଭାଇଡ଼ ହେଇକି ରୁହେ 15/17। ଏଇଟା ହେଉଛି ବେସିକ୍, ମନେ ରଖିବା ଦରକାର। ଆଉ ଏଇ ଯେଉଁ ଡିଭାଇଡ଼ କରି ଲେଖା ହେଉଛି, ଏତେ ପର୍ଯ୍ୟନ୍ତ ଆମେ କାଟି ଚାଲିବା ଯେତେ ପର୍ଯ୍ୟନ୍ତ ଆଉ କଟିବନି। ଯେମିତିକି 15:17 ହେଇପାରିବ, ମାନେ ଆଉ କଟି ପାରିବନି ସେମିତିଆ। ତାପରେ କ'ଣ ନା ତାପରେ ଶିଖିବା କ'ଣ ନା ହେଉଛି ଧରାଯାଉ ଏ ଆଉ ବି ଭିତରେ କ'ଣ ନା ଇନକମ୍। ଆଉ ଆପଣ ବି ବୁଝିଗଲେ। ତେଣୁ ଧରାଯାଉ ଏ ଆଉ ବି ଭିତରେ ଆମେ ଧର ଲେଖିଲେ 2:3। ୟାକୁ ଆମେ କେମିତି ଲେଖିପାରିବା ନା ଏଇଟା ଯଦି 2x କ୍ୱାଣ୍ଟିଟି ହେବ ତାହେଲେ ଏଇଟା 3x କ୍ୱାଣ୍ଟିଟି ହେବ। ତେଣୁ ଏବେ ଆମେ ଏକ୍ସ ଆଉ ଲେଖିବାନି, କାରଣ ଧର ଏକ୍ସ ଭ୍ୟାଲୁ ଯଦି ଗୋଟେ ଧର 1 ହେଲା, 1 ପାର୍ଟ ହେଲା, ତାହେଲେ ସେଇଟା କେତେ 2 ହେବ। 3xର କ୍ୱାଣ୍ଟିଟି କେତେ 1 ପାର୍ଟ, ତେଣୁ କେତେ 3 ହେବ। ସେ 2:3 ରହୁଛି। ତେଣୁ ଆମେ ଏକ୍ସ ନ ଲେଖି, ଯଦି ଆପଣଙ୍କୁ ସୁଇଟେବୁଲ୍ ହେଉଛି ତାହେଲେ ଏକ୍ସ ଲେଖନ୍ତୁ, ନହେଲେ ଏକ୍ସ ନ ଲେଖି ଏମିତି କିଛି ଫରକ ପଡ଼ିବନି। ତେଣୁ ଏକ୍ସ ନ ଲେଖି ଆମେ ସିମ୍ପଲି 2:3 ବି ଲେଖିପାରିବା। ତେଣୁ ତାପରେ ଗୋଟେ ଏକ୍ଜାମ୍ପଲ୍ ଆକାରରେ ଆପଣଙ୍କୁ କହୁଛି, ଆପଣ ନିଜେ ସଲ୍ଭ କରି ଦେଖନ୍ତୁ କ୍ୱେଶ୍ଚନଟିକୁ। ଏ ବି ଅଛି, ଏର ଇନକମ୍ ଅଛି କେତେ ନା 2:3। ତାପରେ ହେଉଛି ଏକ୍ସପେଣ୍ଡିଚର୍ କେତେ ବା ଖର୍ଚ୍ଚ କରୁଛି କେତେ ନା ହେଉଛି କେତେ 3:5। ଏତିକି ହେଲା। ତେଣୁ ଆପଣଙ୍କ ମନରେ କ୍ୱେଶ୍ଚନ୍ ଆସୁଥିବ ଯେ ଏର ଇନକମ୍ ହେଉଛି 2 ଆଉ ଏକ୍ସପେଣ୍ଡିଚର୍ 3 ହେଇପାରିବ କି? ଏଠି ସେମିତି କେତେ ବିର ଇନକମ୍ ହେଉଛି 3 ପାର୍ଟ ଆଉ ଏକ୍ସପେଣ୍ଡିଚର୍ 5 ପାର୍ଟ, ଏଇଟା ହେଇପାରିବ କି? ଏଇଟା ହେଇପାରିବ। କାହିଁକି ନା ଏଇଟା ରେସିଓ ଆକାରରେ ଅଛି। ୟା ସହିତ 2-3 ସେମିତି କିଛି ନାହିଁ, ଏହାର ରେସିଓ ଅଛି। ଯେମିତିକି ଧରାଯାଉ ଏଇଟା କ'ଣ ନା ଗୋଟେ ମଲ୍ଟିପୁଲ୍ ହେଇକି ଅଛି ଉପର ଇନକମ୍ଟା, ଏକ୍ସପେଣ୍ଡିଚର୍ ସେମିତି ମଲ୍ଟିପୁଲ୍ ହେଇକି ଅଛି। ଧରାଯାଉ ଏର ଆମେ ଏର ଏଠି ଧର ଆପଣ ଯଦି ଏକ୍ସର ଭ୍ୟାଲୁ ଧରାଯାଉ ଏକ୍ସର ଭ୍ୟାଲୁ ଏଇଟା ଏକ୍ସ ମଲ୍ଟିପ୍ଲାଏ ହେଇକି ଥିବ, ଯେମିତିକି 2x, ଏଇଟା 3x। ତଳଟା କ'ଣ ଏଇଟା କିନ୍ତୁ ଏକ୍ସର ମଲ୍ଟିପୁଲ୍ ହେଇନାହିଁ, ୱାଇର ମଲ୍ଟିପୁଲ୍, କାରଣ ଏଇଟା ଅଲଗା କ୍ୱାଣ୍ଟିଟି ଅଛି, ସେଥିପାଇଁ ଏଇଟା ଅଲଗା ମଲ୍ଟିପୁଲ୍ ହେଇକି ଥିବ। ତେଣୁ 3y ହେଇଥିବ ଆଉ 5y ହେଇଥିବ। ତେଣୁ ଏକ୍ସର ଭ୍ୟାଲୁ ଭେରି ହେବ କାହା ସହିତ, ଉପର ବାଲା ସହିତ ଇନକମ୍ ସହିତ, ୱାଇର ଭ୍ୟାଲୁ ଭେରି ହେବ ତଳ ବାଲା ସହିତ। ତେଣୁ ଏଇଟା ପସିବୁଲ୍ ହେଇପାରିବ। ଏଇଟା ଟିକେ ବେସିକ୍ ନଲେଜ୍ ଆପଣ ବୁଝିକି ଥିବେ। ତେଣୁ ଆଉ ଗୋଟେ ଏକ୍ଜାମ୍ପଲ୍ କ'ଣ ଯେ ପ୍ରପୋର୍ସନ୍। ଏବେ ରେସିଓ ବୁଝିଗଲେ, ଏବେ କ'ଣ କରିବା ନା ପ୍ରପୋର୍ସନ୍ ବୁଝିବା। କ'ଣ ପ୍ରପୋର୍ସନ୍? ପ୍ରପୋର୍ସନ୍ କ'ଣ ନା ଏ ଆଉ ବିର ରେସିଓ ଯାହା ହେବ, ଆଉ ଗୋଟେ କ'ଣ ନା ସି ଆଉ ଡିର ରେସିଓ ଧରାଯାଉ ସେଇଟା ହେଲା। ଯେମିତିକି ଧର 2:3 ହେଲା, ସି ଆଉ ଡିର ବି ରେସିଓ କେତେ ହେଲା 2:3 ହେଲା। ତେଣୁ ସେତେବେଳେ କ'ଣ ହେବ ନା ଏ ଆଉ A:B ଆଉ C:D କ'ଣ ହେବ ପ୍ରପୋର୍ସନ୍ ହେବ। ମାନେ ଦୁଇ ଜଣଙ୍କର ରେସିଓ କ'ଣ ହେବ ସମାନ ଯେତେବେଳେ ହେଉଥିବ, ସେତେବେଳେ କ'ଣ ହେବ ନା ପ୍ରପୋର୍ସନ୍ ହେବ। ଯେମିତିକି କ'ଣ A/B କେତେ ହେବ, ସି କହିଥିଲେ କେତେ 2/3। ସେମିତିଆ C/D କେତେ ହେବ ନା 2/3। ବୁଝିଗଲା। ତେଣୁ ଏଇଠି କ'ଣ ହେବ ନା ସମାନ ଅଛି। ତେଣୁ ଆମେ କ'ଣ କହିପାରିବା, ତେଣୁ A/B ଇଜିକାଲ୍ ଟୁ କେତେ C/D। ଏଠି ଆମେ ମଲ୍ଟିପ୍ଲିକେସନ୍ କଲେ A/D ଇଜିକାଲ୍ ଟୁ B ଇଣ୍ଟୁ କେତେ ନା C। ଏଇଟା ମନେ ରଖିଥିବେ, ଯେତେବେଳେ ରେସିଓ ପ୍ରପୋର୍ସନ୍ କ୍ୱେଶ୍ଚନ୍ ପଡ଼ିବ ଏଇ ଦ୍ୱାରା ସଲ୍ଭ କରାଯିବ। ତେଣୁ ଗୋଟେ କ୍ୱେଶ୍ଚନ୍ ସଲ୍ଭ କରିବା ହେଲା, ଏଇ ଫର୍ମୁଲା ଅନୁସାରେ। କ'ଣ ଫର୍ମୁଲାଟା ମନେ ରଖିଥିବେ, A/D ଇଜିକାଲ୍ ଟୁ କେତେ B ଇଣ୍ଟୁ C ଏଇଟା। ତେଣୁ କ୍ୱେଶ୍ଚନ୍ ଗୋଟେ କ'ଣ ଅଛି ନା 16:48। ତେଣୁ
proportion କେତେ 7:2 କେତେ ହେବ ପଚାରିଛି। ତ ଆପଣ ସିମ୍ପଲି ସେଇ ଫର୍ମୁଲା ପକାଇବେ। ଏଇଟା ତିନିଟା ମେଥଡ଼ରେ ହେଇପାରିବ। ଯେମିତିକି ବେସିକ୍ରେ କ'ଣ ହେବ ନା ଆପଣଙ୍କୁ କହିଲି କେତେ ଯେଉଁ ଫର୍ମୁଲାଟା କ'ଣ କରିବା ନା ଏଇଟା କେଉଁ ରେସିଓରେ ଅଛି 16:3:48 ମାନେ କେତେ 1:3ରେ ଅଛି। ଆପଣ ସିମ୍ପଲି 16/48 କରିଦେଲେ କେତେ ହେବ କରିଦେଲେ କେତେ 1/3। ତେଣୁ 1/3 ହେଉଛି ଏଠି ବି ସେମିତି ସେଇ ରେସିଓରେ ରହିବ 7 ବାଇ ଧର ଯେତେ ରହିଲା x ରହିଲା ଏଇଟା କେତେ 1:3 ହେବ। ତେଣୁ 3 ମାନେ କେତେ 7 ମଲ୍ଟିପ୍ଲାଏ 3 କେତେ ନା 21। ଏଇଟା ସିମ୍ପଲ୍ ବେସିକ୍ ମେଥଡ଼ରେ ଏଇଟା ହେଲା। ଆଉ ଗୋଟେ ଯେମିତି ଆପଣଙ୍କୁ ଫର୍ମୁଲା କହିଥିଲି a × d = b × c ସେମିତିଆ କେତେ ଥିଲା 16:48 ସମାନୁପାତ କେତେ 7:କେତେ ପଚାରିଛି। ତେଣୁ a × d କେତେ 16 ଇଣ୍ଟୁ ଧର ଯେଉଁ କିଛି ବି ଆପଣ ଏଜ୍ୟୁମ୍ କରିବେ ଧର x ଏଜ୍ୟୁମ୍ କଲେ ଇଜିକାଲ୍ କେତେ 48 × 7 ସିମ୍ପଲି x ଇଜିକାଲ୍ କେତେ ହେବ 48 × 7 ଡିଭାଇଡ୍ ବାଇ 16 ଏଠି କଟିଯିବ କେତେ 12 4 4 12 କେତେ 21। ଏଇଟା ଗୋଟେ ମେଥଡ଼ ହେଲା ଆପଣ ଶିଖେଇଲି। ଆଉ ଗୋଟେ ୟୁନିଟାରୀ ମେଥଡ଼ ହେବ କ'ଣ ନା ୟୁନିଟାରୀ ମେଥଡ଼ ମାନେ ଏକ ଆକାରରେ ଯେତେବେଳେ କରାଯାଏ। ଆପଣଙ୍କୁ କହିଥିଲି 16 ଯେତେବେଳେ 48 ହେଉଛି ଯେମିତି ଥିଲା 16 48 ହେଉଛି ତେଣୁ ଏକ ଇଜିକାଲ୍ କେତେ ହେବ ନା 48 ଡିଭାଇଡ୍ ବାଇ 16 ଆପଣ ଦରକାର କେତେ ନା 7 ଦରକାର 7 ଇଜିକାଲ୍ କେତେ ହେବ 48 ଡିଭାଇଡ୍ ବାଇ 16 ଇଣ୍ଟୁ 7 ସିମ୍ପଲି କେତେ ବାହାରିବ 21। ତେଣୁ ତିନିଟା ମେଥଡ଼ରେ ଆପଣ କରିପାରିବେ। ତାପରେ ପ୍ରପୋର୍ସନ୍ ଏବେ ବୁଝିଗଲେ। ପ୍ରପୋର୍ସନ୍ 3 ବି ହେଇପାରେ ଯେମିତି ଫୋର୍ଥ ପ୍ରପୋର୍ସନ୍ କ'ଣ ନା ଆଉ ଗୋଟେ କ'ଣ ପଢ଼ିବା ଏବେ ନା ଫୋର୍ଥ ପ୍ରପୋର୍ସନ୍ କ'ଣ ନା a:b c ଏଇଟା ହେଲେ ଫୋର୍ଥ ପ୍ରପୋର୍ସନ୍ କୁହାଯାଏ ହେଲା ବୁଝିପାରିଲେ। ଏଇଟା ଭ୍ୟାଲୁ ପଚାରିଥାଏ ଆପଣଙ୍କୁ ଏଇଟା ଆସେ କେମିତିଆ ଫୋର୍ଥ ପ୍ରପୋର୍ସନ୍ କ'ଣ ନା a:, ଧର ଗୋଟେ ଅଛି b:c ଅଛି ଧର ଆମେ bକୁ ଡିଭାଇଡ଼ କରିଦେବା a ଆଉ b ଭିତରେ ରିଲେସନ୍ ଯାହା ଥିବ b ଆଉ c ଭିତରେ ରିଲେସନ୍ ସେଇଆ ହେବ ଯେମିତି କ'ଣ a:b b:c। ତେଣୁ ଆପଣ ସେଇ ଫର୍ମୁଲା ଅନୁସାରେ କ'ଣ ହେବ ନା a × c ଇଜିକାଲ୍ କେତେ ହେବ a × c ଇଜିକାଲ୍ କେତେ ହେବ b × ଆପଣ ଏଠି ତ ନାହିଁ କିଛି ତେଣୁ b × b। ତେଣୁ ଫର୍ମୁଲା କ'ଣ ହେବ ନା b² = a × c ବୁଝିପାରିଲେ। ସେମିତି ଗୋଟେ ପ୍ରୋବ୍ଲେମ୍ କରିବା ଏବେ ଆଉ ଗୋଟେ ବୁଝିଛେ ତାର ପ୍ରୋବ୍ଲେମ୍ ଗୋଟେ କରିବା ମିନ୍ ପ୍ରପୋର୍ସନ୍। ମିନ୍ ପ୍ରପୋର୍ସନ୍ କ'ଣ ଯେମିତିକି a:b ଯେତେବେଳେ ଥିବ ତ ୟା ମଝିରେ ଆମେ କ'ଣ କରିବା x ଗୋଟେ କରିବା କେମିତି a:x x:b। ତେଣୁ ଏ ଯେଉଁ x ରହିଲା x² ଇଜିକାଲ୍ କେତେ ହେବ a × b ହେବ। ତେଣୁ x ଇଜିକାଲ୍ କେତେ ହେବ a × b ର √ଓଭର୍ ସେଟାକୁ କ'ଣ କୁହାଯାଏ √ଓଭର୍ ହେଲା। ତେଣୁ ସେଇଥିପାଇଁ କ'ଣ କୁହାଯାଏ xଟାକୁ କ'ଣ କୁହାଯିବ ନା ମିନ୍ ପ୍ରପୋର୍ସନ୍ ବୁଝିଲା। xଟା କ'ଣ କୁହାଯିବ ମିନ୍ ପ୍ରପୋର୍ସନ୍। ଗୋଟେ ପ୍ରୋବ୍ଲେମ୍ ସଲ୍ଭ କରିବା ଏବେ କ୍ୱେଶ୍ଚନ୍ ଗୋଟେ ଦେଇଛି 9:25 यार कौन काढ़िया देती ना मीन प्रपोर्सन। मीन प्रपोर्सन आप फर्मूला कौन कही मागिची कौन ना मीन प्रपोर्सन फर्मूला कौन ना x इजिकल टू के 9 × 25 √ओभर ये काढ़े के 9 हूँ के भांगी 3 × 3 25 हूँ के 5 × 5 √ओभर ये कौन 3 3 गोटे 3 आस 5 5 आस 3 × 5 के ना 15 बुझिपारे मीन प्रपोर्सन काढ़ा आप तेणु या द्वारा कौन है ना 9:15 आउ के 25 या भितर रिलेसन कौन है ना 9 और 15 भितर के 3:5 रिलेसन 3:5 रिलेसन आ 15 और 25 भितर रिलेसन के ना 3:5 तेणु यहाँ मीन प्रपोर्सन एमती कढ़ा जाए। तापर है कौन ना गोटे कौन करवा मीन प्रपोर्सन सैला तेणु एबे आबे किछि प्रॉब्लम सॉल्व करवा आप बुझीगले। तेणु क्वेश्चन निजे सॉल्व कर देखूँ तापर मुझे देखिए कौन देला ये
ନା क्वेश्चन ଦେଇଛି 15,500 is divided into 3 equal parts 1/2 1/3 1/5 respectively then find their values କେତେ କେତେ ହେବ ସେଟା କାଢ଼ିବାର ଅଛି ଆମକୁ। ତ ଆମେ କ'ଣ କରିବା, ଆମର ରେସିଓ ଦରକାର, ଆମର କ'ଣ ନା ରେସିଓ ଦରକାର, ତ ସେଥିପାଇଁ ଏଠି ତ ରେସିଓରେ ନାହିଁ, ତେଣୁ କ'ଣ କରିବା ନା କଲରଟା ଆନ୍ସର୍ 1/2 ଦେଇଛି, 1/3 ଦେଇଛି, 1/5 ଦେଇଛି। ଏବେ ଆମେ ୟାର ଏଲସିଏମ୍ ନେବା, ଯାହାଦ୍ୱାରା କି ଏସବୁ ଗୋଟେ ରେସିଓରେ ଆସିପାରିବ। ଏଲସିଏମ୍ କେତେ ନା ଏଲସିଏମ୍ କେତେ ହେବ ନା 30 ହେବ। ଏଲସିଏମ୍ ଗୁଡ଼ା ଜାଣିଛନ୍ତି, ଏଲସିଏମ୍ କେତେ ହେବ 30 ହେବ। ତେଣୁ ଆମେ ସିମ୍ପଲି ମଲ୍ଟିପ୍ଲାଏ କରିଦେବା 1/2 ଇଣ୍ଟୁ 30, 1/3 ଇଣ୍ଟୁ 30, 1/5 ଇଣ୍ଟୁ 30 କେତେ ହେବ, ଏଇଟା କେତେ 15 ଇଜ୍ ଟୁ କେତେ 10 ଇଜ୍ ଟୁ କେତେ 6। ତେଣୁ ଆମର ରେସିଓ କେତେ ଆସିଲା 15 10 6। ଏବେ ଆସିଗଲା କେତେ 15 ଇଜ୍ ଟୁ 10 ଇଜ୍ ଟୁ 6। ଏବେ ଆମେ ରେସିଓ ବାହାରିଲା 2। ସେ କ'ଣ କହିଛି ନା ଏ 15,500ରୁ ଡିଭାଇଡ଼ କରିଛି ଏତିକିରେ, ତେଣୁ ଟୋଟାଲଟା ମିଶି କେତେ ହେବ ଆଉ 15,500, କିନ୍ତୁ ଆମର ଏଠି ରେସିଓ ଟୋଟାଲ ମିଶି କେତେ ହେଉଛି ନା ହେଉଛି କେତେ ନା 31। ତେଣୁ 31 ପାର୍ଟ ଇଜ୍ ଇକ୍ୱାଲ୍ ଟୁ କେତେ ହେବ, ଇଜ୍ ଇକ୍ୱାଲ୍ ଟୁ କେତେ 15,500। ଆମେ ଏଟାକୁ ସଲ୍ଭ କରିଦେବା, ୟୁନିଟାରୀ ମେଥଡ଼ ପକାଇବା, କେତେ 1 ଇଜ୍ ଇକ୍ୱାଲ୍ ଟୁ କେତେ ହେବ 15500 ଡିଭାଇଡ଼ ବାଇ 31। ଆପଣଙ୍କୁ ଧର ଯେଉଁ ପଚାରିଥିବ ନା ଫାଷ୍ଟ ପାର୍ଟଟା କେତେ ହେବ, କ'ଣ କରିବା ଇଣ୍ଟୁ 15 କରିଦେବା, ଏଇଟା କେତେ ନା 500 31 ଇଣ୍ଟୁ 5 ଇଜ୍ 155 କେତେ ହେବ 7500। ଧର ଆପଣଙ୍କୁ ପଚାରିଥାନ୍ତା କେତେ ନା ପଚାରିଥାନ୍ତା ଧର ଯେଉଁ 1/3 ପାର୍ଟ, କ'ଣ କରିଥାନ୍ତେ ଆପଣ ଆସିଲା କେତେ ରେସିଓଟା 10 ଆସିଥିଲା, ତେଣୁ ସିମ୍ପଲି କ'ଣ 15500 ଡିଭାଇଡ଼ ବାଇ କେତେ ଆପଣ 31। ଆଉ ଆମର ଦରକାର କେତେ ନା ଏଇଟା ଯୋଗୁଁ ଆମର ରେସିଓ କେତେ ଆସିଥିଲା 10 ଆସିଥିଲା, ଏଇଟା କରିଦେବା କେତେ 500, ତେଣୁ କେତେ 5000 ରେଜଲ୍ଟ ହେବ କେତେ 5000। ଆପଣ ଧର 1/5 ପାର୍ଟ ପଚାରିଥାନ୍ତେ କେତେ ମଲ୍ଟିପ୍ଲାଏ କରିଥାନ୍ତେ ଇଣ୍ଟୁ କେତେ କରିଥାନ୍ତେ 6 କରିଥାନ୍ତେ, ଏଇଟା 500 ଆସିଥିଲା ଏଇଟା, ତେଣୁ ଏଇଟା କେତେ 3000। ବୁଝିପାରିଲେ? ତାପରେ next question, the expensive and saving ratio is 26:3, monthly income is 14500, then find the monthly saving। ବଢ଼ିଆ କ୍ୱେଶ୍ଚନଟା, କ'ଣ କରିବା ନା ଆନ୍ସର୍ ସେ କ'ଣ ଦେଇଛି ନା ଏକ୍ସପେନ୍ସିଭ୍ ଆଉ ସେଭିଂ ଦେଇଛି, ରେସିଓ କେତେ ଏକ୍ସପେନ୍ସିଭ୍ ଆଉ ସେଭିଂ ଦେଇଛି। ଆପଣ ଜାଣିଛନ୍ତି ଏକ୍ସପେନ୍ସିଭ୍ ଆଉ ସେଭିଂ ମିଶିକି କ'ଣ ହୁଏ ନା ମନ୍ଥଲି ଇନକମ୍ ହୁଏ, କିନ୍ତୁ ଏକ୍ସପେନ୍ସିଭ୍ର ରେସିଓ କେତେ ଦେଇଛି ନା 26, ସେଭିଂର ରେସିଓ କେତେ ଦେଇଛି 3 ଦେଇଛି। ଦୁଇଟା ପ୍ଲସ୍ କଲା ପରେ କେତେ ବାହାରୁଛି ଆମର ରେସିଓଟା କେତେ ନା 29। ତେଣୁ ତାଙ୍କ ତିନିଟା ଭିତରେ ରିଲେସନ୍ କ'ଣ ଏଇଟା 26 ଏଇଟା 3 ଏଇଟା 29, କିନ୍ତୁ ଇନକମ୍ କେତେ ଦେଇଛି ନା 1450। ତେଣୁ 29 ପାର୍ଟକୁ କେତେ ଦେଇଛି ନା 1450। ସିମ୍ପଲି କ'ଣ ଆମର ଦରକାର ନା ମନ୍ଥଲି ସେଭିଂ ଦରକାର, ସେଭିଂ ପାଇଁ ଆମ 3, ତେଣୁ କ'ଣ କରିବା 14500 ଡିଭାଇଡ଼ ବାଇ 29 ଇଣ୍ଟୁ କେତେ ନା 3, 29 ଇଣ୍ଟୁ କେତେ 5, ତେଣୁ କେତେ 1500। ତେଣୁ ମନ୍ଥଲି ଇନକମ୍ ଆମର ସେଭିଂ କେତେ ବାହାରିଲା ନା ଏତିକି। ମନ୍ଥଲି ଏକ୍ସପେନ୍ସିଭ୍ ଯଦି ପଚାରିଥାନ୍ତା କ'ଣ ହେଇଥାନ୍ତା ନା ହେବ କେତେ 14500 ଡିଭାଇଡ଼ ବାଇ 29 ଇଣ୍ଟୁ କେତେ 26, ଯାହା ବି ରେଜଲ୍ଟ ବାହାରିଥାନ୍ତା ସେଇଟା ଆନ୍ସର୍ ହେଇଥାନ୍ତା। ତେଣୁ ସିମ୍ପଲ୍ କିଛି ନାହିଁ, ଆପଣ ରେସିଓରେ ଭାଙ୍ଗିବା ଦରକାର, ରିଲେସନ୍ କାହା ଭିତରେ କୌଣସି ଜାଣିଲେ ଆପଣଙ୍କର ହେଇଯିବ। ତାପରେ ନେକ୍ସଟ କ୍ୱେଶ୍ଚନ୍, ମନ୍ଥଲି ଇନକମ୍ ଅଫ୍ A and B is 6000 and 8000 respectively, their expenses are 70% and 80% of their income, find their saving ratio। କ'ଣ ଦେଇଛି ନା ଇନକମ୍ ଦେଇଛି କେତେ, ଏଠି ରେସିଓ ଦେଇନାହିଁ ହେଲା, ମାଗିଛି ସେଭିଂ ରେସିଓ କିନ୍ତୁ ଦେଇଛି କ୍ୱାଣ୍ଟିଟି। ତେଣୁ ସିମ୍ପଲି କ'ଣ କରିବା ନା ଆନ୍ସର୍ A B କ'ଣ ଦେଇଛି ନା ଇନକମ୍ ଦେଇଛି, ଇନକମ୍ କେତେ 6000 ଦେଇଛି, ୟାର କେତେ 8000 ଦେଇଛି, ତେଣୁ ଏକ୍ସପେନ୍ସେସ୍ କେତେ ଦେଇଛି ନା 70%, ୟାର ଦେଇଛି କେତେ ନା 80%। ତେଣୁ ଆପଣଙ୍କ ସେଭିଂ କେତେ ହେବ, ଏକ୍ସପେନ୍ସେସ୍ ନା ଏତିକି, ସେଭିଂ କ'ଣ ଯେତିକି 70%, 100% 70% ଗଲେ କେତେ ରହିଲା 30%, ତେଣୁ କାହାର 30%, ଏଇ 6000ର କେତେ 30%, 30/100। ସେମିତି ୟାର ସେଭିଂ କେତେ ହେବ ନା 8000ର କେତେ ପରସେଣ୍ଟ, 80% ଗଲା ପରେ ଆଉ ରହିଲା କେତେ ଇନକମ୍ ଯେତିକି ଗଲା ଏକ୍ସପେନ୍ସେସ୍ ଆଉ ସେଭିଂ ମିଶିକି ହୁଏ ନା, ତେଣୁ 80% ଗଲେ ରହିଲା କେତେ 20%, 20/100। ୟାକୁ ଆପଣ କାଟିବେନି, ମୁଁ କ'ଣ ମାଗିଛି ରେସିଓ ମାଗିଛି, ଯଦି ଆମେ ରେସିଓ କରିଦେବା କ'ଣ ହେବ ନା ଏଠି 3ଟା ଶୂନକୁ ଏଠି 3ଟା ଶୂନ କଟିଯିବ, ଏଠି କ'ଣ 100କୁ ଏଠି 100 କଟିଯିବ, କାରଣ ଡିଭାଇଡ଼ ହେଇକି ଅଛି ନା। ତାପରେ ଏଠି କ'ଣ 6 ଅଛି, ଏଠି 8 ଅଛି, ଶୂନକୁ ଶୂନ କଟିଗଲା, କେତେ 3 3 9 ଇଜ୍ ଟୁ 8, ତେଣୁ ଆନ୍ସର୍ କେତେ ବାହାରିଲା 9 ଇଜ୍ ଟୁ
8 ଆପଣ ଯଦି ସେଠି କାଟି ଦେଇଥାନ୍ତେ ଧର ଗୋଟେ क्वेश्चन ଦେଇଥାନ୍ତା ଆପଣ କହୁଛି ଏବେ ଶୁଣନ୍ତୁ ଧର ଗୋଟେ क्वेश्चन ଦେଇଥାନ୍ତା ଇନକମ୍ ହେଉଛି ଏ ଆଉ ବି ର କେତେ 7200 यार हूँ 8300 धर जो तार एक्सपेनसेस देता के 17% आउ 17% आउ के 28%। तेणु ये आपड़ जो सेविंग काढ़ी था के 72 इंटू के 17 गले के 83 एटा के सेविंग के 83 ये इंटू के 7200 बाई 100 ये आप यार ये भैल्यू करता रेसियो करता जब काटी न था कथा कहूँ जब काटिदेले जो सिंपली होगा के तेणु रेसियो तो बाहर कर काटे दरकार नहीं आप कटिज है रेसियो 100 कटिला 83 83 72 72 तेणु 1:1 तेणु काटे किसी दरकार नहीं कटिज तेणु एवं किसी प्रोब्लेम कले या आउ कि क्वेश्चन आने जहाँद्वारा कि रेसियो प्रपोर्शन आपंकर कौन हो प्रॉब्लम सॉल्विंग कैपेसिटी बढ़ीज चैनल को आपड़ आउ कि आगे आसबार अच्छी मैथमेटिक्स भी आसो फिजिक्स आसो केमिस्ट्री आसो आप तेणु चैनल को लाइक कर दिंतु आउ कौन ना सब्सक्राइब कर दिंतु जहाँफल ऑल नोटिफिकेशन ऑन कर दिखाँ जहाँफल जो क्लास किसी अपलोड हो प्रथम देखिपारे। रोची धन्यवाद।